ଭାରତୀୟ ଜନଗଣନା ଆମକୁ ଲାଗେ ଏଇଟା ଖାଲି ମୁଣ୍ଡ ଗଣିବା କାମ, କିନ୍ତୁ ନା, ଏହା ପଛରେ ଏକ ବିରାଟ ଆଇନର ଦୁନିଆ ଆଉ ଲକ୍ଷ ଲକ୍ଷ ଲୋକଙ୍କର ପରିଶ୍ରମ ଲୁଚି ରହିଛି। ତେବେ ଆସନ୍ତୁ ଆଜି ସେହି କାହାଣୀ ଭିତରକୁ ଯିବା ଆଉ ଦେଖିବା କେମିତି ଏହି ଗୋଟିଏ କାମ ଆମ ଦେଶର ଭବିଷ୍ୟତ ଲେଖେ। ଆଚ୍ଛା, କେବେ ଭାବିଛନ୍ତି ଆମ ସମ୍ବିଧାନରେ ଜନଗଣନା ବା ସେନ୍ସସ୍ ଶବ୍ଦଟା କେତେଥର ଲେଖା ହେଇଥିବ? ଆପଣ ଆଶ୍ଚର୍ଯ୍ୟ ହେବେ ଜାଣିଲେ। ଥରେ କି ଦୁଇଥର ନୁହେଁ, ପୁରା 32 ଥର। ହଁ, 32 ଟାଇମ୍ସ। ଏଇ ଗୋଟିଏ କଥାରୁ ହିଁ ଆପଣ ଅନ୍ଦାଜ ଲଗାଇ ପାରିବେ ଯେ ଆମ ଶାସନ ବ୍ୟବସ୍ଥା ପାଇଁ ଏହା କେତେ ମହତ୍ତ୍ୱପୂର୍ଣ୍ଣ। ତ ଏହାର ମାନେ ବହୁତ ସିଧାସଳଖ। ଜନଗଣନା କିଛି ସାଧାରଣ ସରକାରୀ ସର୍ଭେ ନୁହେଁ, ଆଦୌ ନୁହେଁ। ଏହା ହେଉଛି ଆମ ସମ୍ବିଧାନର ଏକ ଆଦେଶ, ମାନେ ଏହା କରିବାକୁ ହିଁ ପଡ଼ିବ। ଏହା ଏକ ପ୍ରକାର ମୌଳିକ ଆବଶ୍ୟକତା। ଆଉ କାହିଁକି ଏତେ ଗୁରୁତ୍ୱପୂର୍ଣ୍ଣ? ଦେଖନ୍ତୁ, ସମ୍ବିଧାନର କିଛି ଧାରା ଏହାର ପୁରା ଚିତ୍ର ସାମ୍ନାକୁ ଆଣିଦିଏ। ଧାରା 28 ଆଉ 17 କହୁଛି ଯେ ପ୍ରତି ଜନଗଣନା ପରେ ଲୋକସଭା ଆଉ ବିଧାନସଭା ସିଟ୍ଗୁଡ଼ିକର ସୀମା ବଦଳିବ। କାହିଁକି? କାରଣ ଯେଉଁଠି ଯେତିକି ଲୋକ, ସେଠି ସେତିକି ପ୍ରତିନିଧିତ୍ୱ ମିଳିବା ଦରକାର। ଠିକ୍ ସେହିପରି ଧାରା 330 ଅନୁସାରେ SC/ST ମାନଙ୍କର ସଂରକ୍ଷଣର ଆଧାର ବି ଏହି ଜନଗଣନା। ଆଉ ସବୁଠୁ ବଡ଼ କଥା, 7ମ ଅନୁସୂଚୀ ସଫା କହିଦେଉଛି ଯେ ଜନଗଣନା କରାଇବା କାମଟା କେବଳ ଆଉ କେବଳ କେନ୍ଦ୍ର ସରକାରଙ୍କର। ହେଲେ ଖାଲି ସମ୍ବିଧାନରେ ଲେଖିଦେଲେ ତ କାମ ହବନି, ଠିକ୍ ନା? ଏହି ବିରାଟ କାମକୁ ମାଟି ଉପରେ କରି ଦେଖାଇବାକୁ ଗୋଟେ ଶକ୍ତିଶାଳୀ ନିୟମ, ଗୋଟେ ବ୍ଲୁପ୍ରିଣ୍ଟ ଦରକାର। ଆଉ ସେହି ବ୍ଲୁପ୍ରିଣ୍ଟ ହେଉଛି ଜନଗଣନା ଅଧିନିୟମ 1948। କହିବାକୁ ଗଲେ ଏହି ଆଇନଟା ହେଉଛି ପୁରା ଜନଗଣନା ପ୍ରକ୍ରିୟାର ମେରୁଦଣ୍ଡ। ଚାଲନ୍ତୁ ଏହି ଆଇନ ଭିତରକୁ ଟିକେ ପଶି ଦେଖିବା। ଧାରା 3 କହୁଛି ସରକାର ଜନଗଣନା କରାଇପାରିବେ। ଧାରା 4ରୁ 6 ପର୍ଯ୍ୟନ୍ତ କର୍ମଚାରୀଙ୍କ ନିଯୁକ୍ତି ଆଉ କାମ ବିଷୟରେ ଲେଖାଅଛି। କିନ୍ତୁ ଏହାର ପ୍ରକୃତ ଶକ୍ତି ଲୁଚି ରହିଛି ଆଉ 3ଟି ଧାରାରେ। ଧାରା 8 ଯାହା ଆମ ସମସ୍ତଙ୍କୁ ସତ ତଥ୍ୟ ଦେବାକୁ ବାଧ୍ୟ କରେ, ଧାରା 11 ଯାହା ଭୁଲ କଲେ ଦଣ୍ଡର ବ୍ୟବସ୍ଥା କରେ, ଆଉ ଧାରା 15 ଯାହା ଆମ ତଥ୍ୟକୁ ସୁରକ୍ଷା ଦେବାର ଗ୍ୟାରେଣ୍ଟି ଦିଏ। ଆଉ ଏଇ ଧାରା 15, ଏଇଟା ହେଉଛି ସବୁଠୁ ବଡ଼ କଥା। ଏହା ହେଉଛି ସରକାର ଆଉ ଜନତା ଭିତରେ ଥିବା ବିଶ୍ୱାସର ଚୁକ୍ତି। ଜନଗଣନାରେ ଯାହା ବି ତଥ୍ୟ ଦିଆଯିବ, ତାହା ଦୁନିଆର କୌଣସି ବି କୋର୍ଟରେ କାହା ବିରୁଦ୍ଧରେ ପ୍ରମାଣ ଭାବେ ବ୍ୟବହାର ହୋଇପାରିବ ନାହିଁ। ଏହା ଏକ ପଥର ଗାର। ଆଉ ସତ କହିବାକୁ ଗଲେ ଏ ବିଶ୍ୱାସ ନଥିଲେ କେହି ବି ତ ସଠିକ୍ ତଥ୍ୟ ଦେବେନି, ନୁହେଁ କି? ତେବେ ଆଇନ କାନୁନ କଥା ତ ବୁଝିଗଲେ, କିନ୍ତୁ ଆଇନ ତ ନିଜେ ଚାଲି ଚାଲି ଘରକୁ ଆସିବନି, ଠିକ୍? ଏହି ବିରାଟ କାମକୁ ସତରେ କରି ଦେଖାନ୍ତି ଲକ୍ଷ ଲକ୍ଷ ଲୋକ। ଚାଲନ୍ତୁ ଏବେ ସେହି ସଂଖ୍ୟା ପଛରେ ଥିବା ପ୍ରକୃତ ମଣିଷମାନଙ୍କ କଥା ଜାଣିବା। ଏହାର ସଂଗଠନକୁ ଦେଖିଲେ ଆପଣଙ୍କୁ ଲାଗିବ ଏହା ଗୋଟେ ସେନା ବାହିନୀ ଭଳି। ସବୁଠୁ ଉପରେ ଦିଲ୍ଲୀରେ ବସିଛନ୍ତି ଜନଗଣନା କମିଶନର। ତାଙ୍କ ତଳେ ପ୍ରତି ରାଜ୍ୟରେ ଜଣେ ଡାଇରେକ୍ଟର, ତାପରେ ଜିଲ୍ଲା, ତହସିଲ ସ୍ତରର ଅଫିସର, ଆଉ ଶେଷରେ ସବା ତଳେ ଏହି ପୁରା ବ୍ୟବସ୍ଥାର ମେରୁଦଣ୍ଡ। ସେମାନେ ହେଉଛନ୍ତି ଗଣନାକାରୀ ବା ଏନ୍ୟୁମେରେଟର୍ସ, ଯେଉଁମାନେ ପ୍ରକୃତରେ ଘର ଘର ବୁଲି କାମ କରନ୍ତି। ଏତେ ବଡ଼ ସଂଗଠିତ ଟିମ୍ ବିନା ଏ କାମ ବିଲକୁଲ ସମ୍ଭବ ନୁହେଁ। ତେବେ ଏହି ଗଣନାକାରୀମାନେ କିଏ? ସେମାନେ ହିଁ ଏହି ମହାଯଜ୍ଞର ପ୍ରକୃତ ଯୋଦ୍ଧା। ସେମାନେ ଘର ଘର ବୁଲି ତଥ୍ୟ ସଂଗ୍ରହ କରନ୍ତି। ଆଉ ଜାଣିଛନ୍ତି, ପ୍ରତି 6 ଜଣ ଗଣନାକାରୀଙ୍କ ଉପରେ ଜଣେ ସୁପରଭାଇଜର ଥାନ୍ତି। ସତ କହିବାକୁ ଗଲେ ଏମାନଙ୍କର ପରିଶ୍ରମ ଆଉ ସଚୋଟତା ଉପରେ ହିଁ ପୁରା ଦେଶର ଭବିଷ୍ୟତ ନିର୍ଭର କରେ। କାମରେ ଯିବା ଆଗରୁ ସେମାନଙ୍କୁ ବହୁତ କିଛି ପ୍ରସ୍ତୁତି କରିବାକୁ ପଡ଼େ। ପ୍ରଥମେ ତ କଡ଼ା ଟ୍ରେନିଂ ନେବାକୁ ହୁଏ। ମୋଟା ମୋଟା ମାନୁଆଲ ଆଉ ପ୍ରଶ୍ନାବଳୀକୁ ପୁରା ଘୋଳି ପିଇବାକୁ ପଡ଼େ। ତାପରେ ନିଜ ମୋବାଇଲରେ ସେନ୍ସସ୍ ଆପ୍ ଇନଷ୍ଟଲ୍ କରି ତାକୁ ଚଳାଇ ଶିଖିବାକୁ ହୁଏ। ଆଉ ଶେଷରେ ନିଜ ସୁପରଭାଇଜରଙ୍କ ସହ ଯାଇ ନିଜକୁ ମିଳିଥିବା ଅଞ୍ଚଳର ଚାରିପାଖ ବୁଲି ଦେଖିବାକୁ ପଡ଼େ। ଏସବୁ ନ କଲେ କାମରେ ଭୁଲ ହେବାର ସମ୍ଭାବନା ବହୁତ। ଏବେ ଆସିଲା ଅସଲ କାମ। ଏହି ସମୟରେ ସେମାନଙ୍କର ଦାୟିତ୍ୱ ହେଉଛି ନିଜ ଅଞ୍ଚଳର ଗୋଟିଏ ବି ଘର ଯେମିତି ନ ଛାଡ଼ି ହୋଇଯାଏ। ପ୍ରତି କୋଠା, ପ୍ରତି ଘରକୁ ନମ୍ବର ଦେବା, ମିଳୁଥିବା ତଥ୍ୟକୁ ସାବଧାନତାର ସହ ମୋବାଇଲ ଆପ୍ରେ ଭରିବା। ଆଉ ହଁ, ଯେଉଁମାନେ ନିଜେ ନିଜେ ଅନଲାଇନରେ ଫର୍ମ ଭରିଦେଇଛନ୍ତି ସେମାନଙ୍କଠୁ ରେଫରେନ୍ସ ଆଇଡି ନେବା। ଆଉ ସବୁଠୁ ଜରୁରୀ, ସଂଗ୍ରହ ହେଉଥିବା ଡାଟାକୁ ବାରମ୍ବାର ମୁଖ୍ୟ ସର୍ଭରକୁ ପଠାଇବା, ଯେମିତି ଡାଟା ହଜି ନଯାଏ। କାମ ସରିଗଲା ମାନେ ଦାୟିତ୍ୱ ସରିଗଲା ନୁହେଁ। ଶେଷରେ ସେମାନଙ୍କୁ କିଛି ଜିନିଷ 2 ଥର ଯାଞ୍ଚ କରିବାକୁ ପଡ଼େ। ପ୍ରଥମେ ନିଜ ଅଞ୍ଚଳର ସବୁ ଘର କଭର ହେଲା କି ନାହିଁ। ଦ୍ୱିତୀୟରେ ସବୁ ଡେଟା ଠିକ୍ ଭାବେ ସର୍ଭରରେ ପହଞ୍ଚିଲା କି ନାହିଁ। ଯେତେବେଳେ ସବୁକିଛି ଠିକ୍ ଥାଏ, ସେତେବେଳେ ସେମାନେ ଆପ୍ରେ ନିଜ ବ୍ଲକକୁ କମ୍ପ୍ଲିଟ୍ ବା ସମ୍ପୂର୍ଣ୍ଣ ବୋଲି ମାର୍କ କରନ୍ତି ଆଉ ନିଜ ସୁପରଭାଇଜରଙ୍କୁ ରିପୋର୍ଟ କରନ୍ତି। ତାପରେ ଯାଇ ସେମାନଙ୍କର କାମ ସରେ। ଏତେ ସବୁ ତ ଗଲା ସରକାରୀ କର୍ମଚାରୀଙ୍କ କଥା। କିନ୍ତୁ ଏଇ ପୁରା କାହାଣୀରେ ଆମ ସମସ୍ତଙ୍କର, ମାନେ ଦେଶର ପ୍ରତ୍ୟେକ ନାଗରିକର ବି ଏକ ବଡ଼ ଭୂମିକା ଅଛି।
ଆସନ୍ତୁ ଦେଖିବା ଜନଗଣନାରେ ଆମର ଅଧିକାର ଆଉ ଦାୟିତ୍ୱ କ'ଣ। ଏହାକୁ ଆପଣ ରାସ୍ତାର ଦୁଇ ପଟ ଭଳି ଭାବିପାରନ୍ତି। ଗୋଟେ ପଟେ ଆମ ଦାୟିତ୍ୱ, ଅନ୍ୟପଟେ ଅଧିକାରୀଙ୍କର ଦାୟିତ୍ୱ। ଆମର ଦାୟିତ୍ୱ ହେଲା ସେମାନେ ଯାହା ପଚାରିବେ ତାର ସତ ଉତ୍ତର ଦେବା, ଆଉ ଅଧିକାରୀଙ୍କର ଦାୟିତ୍ୱ ହେଲା ସେମାନେ କେବଳ ସରକାରୀ ପ୍ରଶ୍ନବଳୀରୁ ହିଁ ପ୍ରଶ୍ନ ପଚାରିବେ ଆଉ ଆମ ତଥ୍ୟକୁ ସମ୍ପୂର୍ଣ୍ଣ ଗୁପ୍ତ ରଖିବେ। ଆଇନ ଏହି ଦୁଇ ପଟ ପାଇଁ ଲକ୍ଷ୍ମଣ ରେଖା ଟାଣିଦେଇଛି। ଆଚ୍ଛା, ଏଠି ଗୋଟେ ପ୍ରଶ୍ନ ଆସୁଛି, ଯଦି କେହି ଜାଣିଶୁଣି ଜଣେ ଜନଗଣନା ଅଧିକାରୀଙ୍କୁ ଭୁଲ ତଥ୍ୟ ଦେଇଦିଏ ତେବେ କ'ଣ ହୋଇପାରେ? ହଁ, ଏଥିପାଇଁ ଆଇନରେ ସ୍ପଷ୍ଟ ବ୍ୟବସ୍ଥା ଅଛି। ଜନଗଣନା ଅଧିନିୟମର ଧାରା 11 ଅନୁସାରେ ଏମିତି କଲେ 1000 ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ। ଦେଖନ୍ତୁ, ତଥ୍ୟର ସଠିକତାକୁ ଆଇନ କେତେ ଗୁରୁତ୍ୱ ଦେଇଛି। କିନ୍ତୁ କଥାଟା କେବଳ ଗୋଟିଏ ପଟ ପାଇଁ ନୁହେଁ। ଯଦି ଜଣେ ଜନଗଣନା ଅଧିକାରୀ ନିଜେ ନିୟମ ଭାଙ୍ଗନ୍ତି, ମାନେ ଜାଣିଶୁଣି କିଛି ଭୁଲ ତଥ୍ୟ ରେକର୍ଡ କରନ୍ତି ବା ଆମ ତଥ୍ୟକୁ କେଉଁଠି ଲିକ୍ କରିଦିଅନ୍ତି, ତେବେ କ'ଣ ହେବ? ଏ କ୍ଷେତ୍ରରେ ଆଇନ ଆହୁରି ବେଶୀ କଠୋର। ସେହି ଅଧିକାରୀଙ୍କୁ ସମାନ ଜରିମାନା ତ ଲାଗିବ, ତା ସାଙ୍ଗକୁ 3 ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ମଧ୍ୟ ମିଳିପାରେ। ଏଇଥିପାଇଁ ତ ଆମ ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କୁହାଯାଏ। ତ ଆମେ ଏ ପର୍ଯ୍ୟନ୍ତ ଦେଖିଲେ ସମ୍ବିଧାନ, ଆଇନ, ଲକ୍ଷ ଲକ୍ଷ କର୍ମଚାରୀ ଆଉ ଆମ ନିଜର ଭୂମିକା। କିନ୍ତୁ ଶେଷରେ ଏସବୁ ମିଶି କାହିଁକି ଏତେ ମହତ୍ତ୍ୱ ରଖେ? ଚାଲନ୍ତୁ ଏହାର ଶେଷ ପର୍ଯ୍ୟାୟରେ ପହଞ୍ଚିବା। ତେବେ ଶେଷରେ ଆସନ୍ତୁ ଏହି ବଡ଼ ପ୍ରଶ୍ନ ଉପରେ ଟିକେ ଭାବିବା। 100 କୋଟିରୁ ଅଧିକ ଲୋକଙ୍କ ଦେଶର ଏକ ସଠିକ୍ ପରିସଂଖ୍ୟାନ ଚିତ୍ର ଆଙ୍କିବା, ଏହା ପାଇଁ ପ୍ରକୃତରେ କ'ଣ କ'ଣ ଦରକାର ହୋଇଥାଏ? ଏହାର ଉତ୍ତର ହେଉଛି ଏକ ସଫଳ ଜନଗଣନାର ରେସିପି। ଏଥିପାଇଁ ଦରକାର ସମ୍ବିଧାନର ଏକ ମଜବୁତ ମୂଳଦୁଆ, 1948ର ଏକ ସ୍ପଷ୍ଟ ଆଇନ, ଲକ୍ଷ ଲକ୍ଷ ସମର୍ପିତ କର୍ମଚାରୀଙ୍କ ଏକ ସେନା ଆଉ ସାଧାରଣ ଲୋକଙ୍କର ବାଧ୍ୟତାମୂଳକ ସହଯୋଗ ଆଉ ବିଶ୍ୱାସ, ଆଉ ଏସବୁ ଉପରେ ତଥ୍ୟକୁ ସୁରକ୍ଷିତ ରଖିବାରେ ଏକ ପଥର ଗାର ଭଳି ପ୍ରତିଶ୍ରୁତି। ଯେତେବେଳେ ଏହି ସବୁ ଜିନିଷ ଏକାଠି ହୁଏ, ସେତେବେଳେ ଯାଇ ଏହି ମହାନ ଜାତୀୟ କାର୍ଯ୍ୟ ସମ୍ଭବ ହୁଏ।